ଆପଣ ଜାଣିଛନ୍ତି ଆମର ନେପାଳ ପରମ ବନ୍ଧୁ, ଆମର ପଡ଼ୋଶୀ ରାଷ୍ଟ୍ର ଏବଂ ତାଙ୍କର ସୁଖ ଦୁଃଖରେ ଭାରତ ଅଛି, ଭାରତର ସୁଖ ଦୁଃଖରେ ସିଏ ଅଛି। ଆଜି କିଟ୍ରେ ଯେଉଁ ପ୍ରକାର ଏକ ଅଭାବନୀୟ ପରିସ୍ଥିତି ଘଟିଲା, ସେଥିପାଇଁ ସାରା ଭାରତ ବର୍ଷରେ ଓଡ଼ିଶା ନିନ୍ଦିତ ହେଲା। ଆଉ ଆପଣମାନେ ଜାଣିଛନ୍ତି କିଟ୍ ଆରମ୍ଭରେ କ'ଣ ଥିଲା, ବର୍ତ୍ତମାନ କ'ଣ ଅଛି, ତାର କଳେବରେ କେମିତି ବୃଦ୍ଧି ପାଇଛି ସମସ୍ତେ ଉଣାଧିକ ଜାଣିଛନ୍ତି, କିନ୍ତୁ ଘୋଡ଼ାଇବାକୁ ଚାହୁଁଛନ୍ତି। ଯେତେବେଳେ ଆମର କିଛି ପ୍ରସଙ୍ଗ କରିବାକୁ ଯାଉଛି ସେଇ ବିଷୟରେ, ସେ କିଟ୍ ବିଷୟରେ ବିରୋଧୀ ଦଳ ଜାଣିଶୁଣି ତାକୁ ବନ୍ଦ କରିବା ପାଇଁ, ଘଣ୍ଟ ଘୋଡ଼ାଇବା ପାଇଁ ସେ ହଟ୍ଟଗୋଳ କଲେ। ଆଜି ନିଶ୍ଚିତ ଭାବେ ଆମେ କହିବା ଯେ ଜମି ଜମା ଗଣ୍ଡଗୋଳ ଏବେ ବି ବହୁତ ଅଛି କିଟ୍ରେ। କାହା ଜମି ଥିଲା, ଟ୍ରାଇବାଲ ଲୋକ ଜମି ଥିଲା କି କୌଣସି ସାଧାରଣ ଲୋକ ଜମି ଥିଲା, କେମିତି ସେଇ ଜମି ଜବରଦସ୍ତ ତାକୁ ନିଆଯାଇଥିଲା ଆପଣମାନେ ସମସ୍ତେ ଜାଣନ୍ତି। ନିଶ୍ଚିତ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ନିଜ ସ୍ୱାର୍ଥ ପାଇଁ ତାଙ୍କୁ ଅନୁକମ୍ପା ଦେଖେଇଛନ୍ତି କିଟ୍ କି, ଯାରି ଫଳରେ ତାର ଆଜି କଳେବର ବହୁତ ବୃଦ୍ଧି ପାଇଛି। ଆପଣଙ୍କର ଧରନ୍ତୁ ଆପଣଙ୍କର କିଛି କିକବ୍ୟାକ୍ ହେଲା କି କାର ଏମ୍ପ୍ଲୟମେଣ୍ଟ ହେଲା, ଏସବୁରେ ସେମାନେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ସେଇଥିପାଇଁ ସେମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଥିଲେ। ଶୁଣନ୍ତୁ, କାହିଁକି କରୁଥିଲେ ତ ଆମେ କହିପାରିବାନି, ଯାହାର ଦରକାର ସିଏ କରୁଥିଲା, ଯିଏ ଫେଭର ନେବାକୁ କରୁଥିଲା ସିଏ କରୁଥିଲା। ନିଶ୍ଚିତ 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 ସେଇଟା ତ ମନା କରିପାରିବୁନି। ଆପଣଙ୍କୁ ଯଦି ମୁଁ ଆଜି କିଛି ଦେଇଛି, ଆପଣ କାଲି ମୁଁ କିଛି କହିଲେ ଟିକେ 3 ଥର ଚିନ୍ତା କରିବେ, ସେଥିରେ ସନ୍ଦେହ ନାହିଁ। ଆଉ ଏଇ ପ୍ରକାର ଚାଲିଛି, ଆପଣ ଜାଣନ୍ତି ଆଉ କ'ଣ ଥିଲା କ'ଣ ନାହିଁ, ବର୍ତ୍ତମାନ କ'ଣ ହେଇଛି, ସେ ଯାହା ନିହାତି ତଦନ୍ତ ହେବା ଦରକାର। ତଦନ୍ତ ହେଲେ ସମସ୍ତଙ୍କର ମୁଖ ଖୋଲିଯିବ। ସିଏ ତ ଆଇନର ଉଦ୍ଧର ନୁହନ୍ତି, ଯଦି ସିଏ ସବୁ ଠିକ କରିଛନ୍ତି ତାହେଲେ ତ ତାଙ୍କର କିଛି ଅସୁବିଧା ନାହିଁ। ନିଶ୍ଚୟ ଥିବ, ନଥିବ କାହିଁକି? ଗୋଟେ ଲୋକ ଜିରୋରୁ ଆପଣଙ୍କର ଆଜି ହିରୋ ହେବା କ'ଣ ହେଇଥିବ ଆପଣମାନେ ଜାଣନ୍ତୁ, କେମିତି ହେଇଥିବ କୁହନ୍ତୁ। କାଲି ସକାଳେ ମୁଁ ଗୋଟେ ଛୋଟ ଚାକିରି କରୁଥିଲି, ଆଜି ହଠାତ୍ ଦେଖିଲା ବେଳକୁ ମୁଁ some 1000 crores ମାଲିକ। କେମିତି? ହାଉ ଇଟ୍ ହ୍ୟାପେନ୍ସ, ହାଉ ଇଟ୍ କମ୍ସ, ଏଥିରୁ ଆପଣମାନେ ବୁଝିପାରୁଛନ୍ତି। ନିଶ୍ଚିତ ଭାବେ ସମର୍ଥନ ତାଙ୍କୁ ଜଣେଇଛନ୍ତି, ଯାହାଫଳରେ କି ସିଏ ଏତେ ଉପରକୁ ଯାଇଛନ୍ତି। ଆପଣଙ୍କର ବିଭିନ୍ନ ଜଙ୍ଗଲ ଜମି କିସମ ଅଛି ହେଲା, ଟ୍ରାଇବାଲ ମାନଙ୍କର ଜମି ହେଲା କି ଅନ୍ୟ ଦୁର୍ବଳ ଶ୍ରେଣୀର ଲୋକଙ୍କ ଜମି ହେଲା, ସବୁ ଜମି ସେଇ ଜାଗାରେ ଅଛି। ବିଜେଡି ସବୁ ଆଇନ ଶୃଙ୍ଖଳା କଥା ମଧ୍ୟ ଉଠେଇଲା ଗୃହରେ, ଏ ପ୍ରସଙ୍ଗରେ କାହିଁ ଚୁପ୍? ତାଙ୍କର କିଛି ଭେଷ୍ଟେଡ ଇଣ୍ଟରେଷ୍ଟ ଅଛି। ଭେଷ୍ଟେଡ ଇଣ୍ଟରେଷ୍ଟ ସେମାନେ ଜାଣିପାରିନଥିଲେ ଯେ ଏତେ ଦୂର କଥା ଯିବ ବୋଲି ମୁଝେମାର ହେଇଗଲା। ସରକାର ଗୁରୁତ୍ୱର ସହକାରେ ତାକୁ ଗୁରୁତ୍ୱର ଭାବେ ନେଇଛନ୍ତି ଏବଂ ଆପଣମାନେ ଜାଣିଛନ୍ତି 2ଟା ମନ୍ତ୍ରୀ ତାଥିରେ ଯାଇକିରି ବୁଲି ଆସିଛନ୍ତି ଏବଂ ଏନକ୍ୱାରି କରିବାକୁ ଇଏ କରୁଛନ୍ତି। ହାଇ ଲେଭେଲ ଏନକ୍ୱାରି ଗୋଟେ ହେଉଛି ଏବଂ ସେମାନେ ଚିଫ୍ ସେକ୍ରେଟାରୀ ସହିତ ଡିସ୍କସନ୍ କରିଛନ୍ତି। ଦେଖନ୍ତୁ ରେଜଲ୍ଟ କ'ଣ ଆସୁଛି। ନିଶ୍ଚିତ ଭାବେ ତଦନ୍ତ ହେବ ଏବଂ ଯାହା ଆନୁଷଙ୍ଗିକ ଜିନିଷ ଦରକାର, ଯାହା ଦୋଷୀ ଯେମିତି ଦଣ୍ଡ ପାଇବା କଥା। ଆପଣ ଜାଣିଛନ୍ତି ଯିଏ ପ୍ରତିଷ୍ଠାତା ସିଏ ହିଁ ଦାୟୀ, ଯିଏ ପ୍ରତିଷ୍ଠାତା ସିଏ ହିଁ ଦାୟୀ। ମୁଁ କହିବିନି ଯେ ପ୍ରତିଷ୍ଠାତା ଏ କଥା କହିକିରି କରେଇଛନ୍ତି ବା ସେଇ ଝିଅଟିର ଇଏ ହେଇଛି ମାନେ ଜୀବନ ଚାଲିଯାଇଛି, ମୁଁ ସେ କଥା କହୁନି। ବଟ୍ ମୂଳ କଥା ହେଲା ଯେହେତୁ ସିଏ ପ୍ରତିଷ୍ଠାତା, ଫର ଏନି ଓମିଶନ ଆଣ୍ଡ କମିଶନ ହି ୱିଲ୍ ହେଲ୍ଡ ରେସ୍ପନ୍ସିବଲ୍, ଦେयर ଇଜ नो ସେକେଣ୍ଡ ଥଟ୍ ଓଭର। ଏବଂ ସିଏ ଯାହା ହେଲା, ସେ ଯେଉଁ ନାରାବାଜି ଦେଲେ ଯେ ଆମର ଗୋଟେ ଦିନର ଖାଦ୍ୟ ତମର ବର୍ଷର ବଜେଟ, ଏଇଟା ବହୁତ ବହୁତ ଦୁର୍ଭାଗ୍ୟଜନକ। ତମେ କ'ଣ ଖାଉଛ, ତମକୁ କିଏ ଦଉଛି, ପଇସା କୋଉଠୁ ଆଣୁଛ ସେଇଟା ଦେଖୁନ, କେତେ ଇଣ୍ଟରନ୍ୟାସନାଲ ସଂସ୍ଥାରୁ ତମର ପଇସା। ଆଜ୍ଞା ମୁଁ କହୁଛି, ମୁଁ କାଲି ଗୋଟେ ଚାକିରି କରୁଥିଲି, ଗୋଟେ କିରାଣୀ ଥିଲି, ଆଜି ଗୋଟେ ଅନୁଷ୍ଠାନ କରିଦେଲି, ମୁଁ ଦିନକୁ 10 କୋଟି କି 20 କୋଟି ଖର୍ଚ୍ଚ କରୁଛି। ମୁଁ କୋଉଠି ଖର୍ଚ୍ଚ କରୁଛି ଆପଣମାନେ ଜାଣିଥିବେ, ମୁଁ କାହିଁକି ସବୁ କଥା କହିବି? ୟୁ ନୋ ବେଟର ଦେନ୍ ମି। କିଏ କାହା ହାତରୁ ଦେଇ ଦଉଛି ଆଜ୍ଞା, କିଏ କାହା ହାତରୁ ଦେଇ ଦଉଛି? ଲୋକ ଜିରୋରୁ ହିରୋ, ବୁଝିଲେ? ଡକ୍ଟରେଟ ଡିଗ୍ରୀ ନେବା ବି ଅତି ସହଜ ହେଇଯାଉଛି। କେମିତି ହଉଛି ଡକ୍ଟରେଟ ଡିଗ୍ରୀ ଆପଣ ଜାଣୁଥିବେ।
50, 60, 70, 80 डॉक्टरेट डिग्री अपन जानना डॉक्टर डिग्री आज्ञा कौन न हो को डिग्री पैसा न दरकार पड़ जाए। बयोनिका द्वारा आयोजित विशाल जातीय स्तरीय हस्ततंत मेला। एही मेला भुवनेश्वर यूनिट 3 रो प्रदर्शनी पड़िया रे एप्रिल 1 पर्यंत दिन 11:30 राति 9:30 पर्यंत आयोजित करा जाउछि।